ବାଲେଶ୍ୱର ଜିଲ୍ଲାରୁ ଆସୁଛି। ମୋ ନାମ ସୁକାନ୍ତ କୁମାର ଦାସ। ପ୍ରାଚୀନ କଳାକେନ୍ଦ୍ର ଚଣ୍ଡୀଗଡ଼ର ମୁଁ MA and BA ରେ ଏକ୍ସଟର୍ନାଲ୍ ବା ଏକ୍ଜାମିନର୍ ଅଛି। ମୁଁ ଅଲ୍ ସବଜେକ୍ଟର ଏକ୍ଜାମିନର୍। ତେଣୁ ମୁଁ ଆସିଲି ଯେଉଁ ନୂଆ ଅନୁଷ୍ଠାନକୁ, ଏଠି ମୋତେ ବହୁତ ଭଲ ଲାଗିଲା। ଏଠିକାର କର୍ମକର୍ତ୍ତା ସେକ୍ରେଟାରୀ ମହୋଦୟ ଆଉ ଅନ୍ୟାନ୍ୟ କର୍ମକର୍ତ୍ତା ଏକଦମ ଭଲ। ଏଠିକାର ପରିବେଶ ଭଲ। ଅନୁଷ୍ଠାନଟି ଠିକ୍ ସୁଚାରୁ ରୂପେ ଚାଲିଛି। ଅନୁଷ୍ଠାନ ଠିକ୍ ଜାଗାରେ ଅଛି। ପିଲାମାନେ ଭଲ ପରଫରମାନ୍ସ ଦେଖାଇଛନ୍ତି। ମୁଁ ସେମାନଙ୍କର ପରୀକ୍ଷା ସୁଚାରୁ ରୂପେ ତୁଲେଇ ଅଛି। ବାର୍ଷିକ ପରୀକ୍ଷା ସରିଗଲା। 2 ମାସ 3 ମାସ ଭିତରେ ଏମାନଙ୍କର ରେଜଲ୍ଟ ପ୍ରାଚୀନ କଳାକେନ୍ଦ୍ର ଚଣ୍ଡୀଗଡ଼ରୁ ଆସିବ। ରେଜଲ୍ଟ ଆସିଲେ ଆଗେ ରେଜଲ୍ଟର ମାର୍କସିଟ୍ କପି ଆସିବ। ତାପରେ କିଛି ଦିନ ପରେ ସାର୍ଟିଫିକେଟ୍ ଆସିବ। ସେମାନେ ପୁଣି ସାର୍ଟିଫିକେଟ୍ ବିତରଣ କରିବେ। ତାଙ୍କର ଫଙ୍କସନ୍ ମାଧ୍ୟମରେ କରନ୍ତୁ ବା ମୌଖିକ ଦେଇଦିଅନ୍ତୁ। ତାପରେ ନେକ୍ସଟ ଇୟର୍ ପାଇଁ ଆସନ୍ତା ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଭିତରେ ଫର୍ମ ପୂରଣ ପୁଣି ଆରମ୍ଭ ହେବ। ନେକ୍ସଟ ଇୟର୍ ପାଇଁ ଚାଲୁ ରହିବ ଅନୁଷ୍ଠାନ। ମୁଁ ନୃସିଂହଚରଣ ବେହେରା, ଅରୁଲେଖା ଆର୍ଟ ସ୍କୁଲର ସଭାପତି। ଆଜିକି ବର୍ଷ ହେଲା ସ୍କୁଲଟି ଚାଲି ଆସୁଅଛି। ଆଜି ତା'ର ଥିଲା ବାର୍ଷିକ ପରୀକ୍ଷା। ଏହି ପରୀକ୍ଷାରେ ପିଲାମାନେ 35 ଜଣ ପିଲା ପରୀକ୍ଷା ଦେଇଛନ୍ତି, ଡାନ୍ସ ଆଉ ଆର୍ଟର। ଆଉ ଆମ ଅଞ୍ଚଳର କେମିତି ଉନ୍ନତି ହେବ, ଏଇ ପିଲାମାନଙ୍କୁ ନେଇ କେମିତି କଳା ଶିକ୍ଷା ଆଉ ନୃତ୍ୟ ଶିକ୍ଷାର କେମିତି ଉନ୍ନତି ହେବ, ତା ଦିଗରେ ଆମେ ମଧ୍ୟ ପିଲାମାନଙ୍କୁ ଉତ୍ସାହିତ କରୁଛୁ। ଆଉ ଯଦି ଆପଣଙ୍କ ଅଞ୍ଚଳରେ କିଏ ଯଦି ଥାଆନ୍ତି ମାନେ ଭିନ୍ନକ୍ଷମ ପିଲା, ଆମକୁ ଜଣାନ୍ତୁ। ସେମାନଙ୍କୁ ଫ୍ରି ଅଫ୍ କଷ୍ଟରେ ଏହି ଅନୁଷ୍ଠାନରେ ନାଁ ଲେଖାଯିବ, ତାକୁ ଶିକ୍ଷା ଦିଆଯିବ। ତେଣୁକରି ଆପଣଙ୍କୁ ଆମର ଏତିକି ଅନୁରୋଧ ଯେ ଆପଣମାନେ ଅନୁଷ୍ଠାନକୁ ସହଯୋଗ କରିବେ। ଏଥିପାଇଁ ମୁଁ ବ୍ୟକ୍ତିଗତ ଶେଷ କରୁଛି। ଲାଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇଁ www.nowodisha.com କୁ ଲଗ୍ଇନ୍ କରନ୍ତୁ।